ପିଲାମାନେ ଆଜି ଆମେ ପଢିବା ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟ। ତୁମେମାନେ ଦେଖୁଛ ଏଟା ହଉଛି ଗୋଟେ ବାଇଗଣ ଗଛର ଚିତ୍ର। ହେଲେ ଆମର ଯେମିତି ବିଭିନ୍ନ ଅଂଶ ରହିଛି, ଯେମିତିକି ଆମର ବିଭିନ୍ନ ଅଙ୍ଗ ରହିଛି, ସେଭଳି ଉଦ୍ଭିଦର ମଧ୍ୟ ବିଭିନ୍ନ ଅଂଶ ରହିଛି। ଆମର ଆଖି, କାନ, ନାକ, ଗୋଡ଼, ହାତ ପରି ଉଦ୍ଭିଦର କ'ଣ ଅଛି? ଉଦ୍ଭିଦର ଚେର, କାଣ୍ଡ, ଫଳ, ପତ୍ର ଓ ଫୁଲ ରହିଛି। ତୁମେ ମାନେ ଦେଖିପାରୁଛ ଏଇଟା ହଉଛି ଉଦ୍ଭିଦର ଚେର, ଏଇଟା ହଉଛି ଉଦ୍ଭିଦର କାଣ୍ଡ, ଆଉ ଏପଟେ ରହିଲା ଉଦ୍ଭିଦର ଫଳ, ଇଏ ହଉଛି ଫୁଲ, ଆଉ ଏଇଟା ତ ପତ୍ର। ତୁମେ ମାନେ ଦେଖିଲ ସାଙ୍ଗମାନେ, ଏବେ ଦେଖ କାହାର କାମ କ'ଣ? ଚେରର କାମ। ଚେର କ'ଣ କରେ? ପ୍ରଥମ କାମ ହଉଛି ଚେର ମାଟିରୁ ପାଣି ଆଉ ଖଣିଜ ଲବଣକୁ ଟାଣିଥାଏ। ତା ସହିତ କ'ଣ କରେ? ମାଟିକୁ ଜାବୁଡ଼ି ଧରେ, ଯାହା ଫଳରେ ଗଛଟି ରହିପାରେ ମାଟିକୁ ଜାବୁଡ଼ି ଧରି। ତାପରେ ଆସୁଛି ଆମର କାଣ୍ଡ। କାଣ୍ଡର କାମ ହଉଛି ଚେର ଯେଉଁ ପାଣିକୁ ଟାଣିଥିବ ନା, ତାହା ଉଦ୍ଭିଦର ବିଭିନ୍ନ ଅଂଶରେ ପହଞ୍ଚେଇବା କାମ ହଉଛି କାଣ୍ଡର। ତା ସହିତ ଖାଦ୍ୟ ଉଦ୍ଭିଦର ବିଭିନ୍ନ ଅଂଶରେ ପହଞ୍ଚେଇଥାଏ। ପତ୍ର ରୋଷେଇ କଲା ପରେ କାଣ୍ଡ କ'ଣ କରେ? ଉଦ୍ଭିଦର ବିଭିନ୍ନ ଅଂଶରେ ପହଞ୍ଚାଏ। ତାପରେ ଆମେ ଦେଖିବା ପତ୍ରର କାମ। ପତ୍ର କାମ କ'ଣ? ସେ ହଉଛି, ପତ୍ରକୁ କୁହାଯାଏ ଗଛର ରୋଷେଇ ଘର। ସେ ଖାଦ୍ୟ ରାନ୍ଧିଥାଏ, ତା ସହିତ ଶ୍ୱାସକ୍ରିୟା କରିଥାଏ। ଗଛ ଅଙ୍ଗାରକାମ୍ଳକୁ ଟାଣିଥାଏ ଆଉ ଅମ୍ଳଜାନକୁ ଛାଡ଼ିଥାଏ। ଏ କାମ କିଏ କରେ? ପତ୍ର କରିଥାଏ। ଶ୍ୱସନ ପ୍ରକ୍ରିୟା କଥା ଉଚ୍ଚ ଶ୍ରେଣୀରେ ଆପଣମାନେ ପଢ଼ିବେ। ତାପରେ ଆସିଲା ଆମର ଫୁଲ। ବଡ଼ ଇଣ୍ଟରେଷ୍ଟିଂ କଥାଟା। ଆମ ମନରେ ସବୁବେଳେ ପ୍ରଶ୍ନ ଉଠେ, ଫୁଲ ତ ଖାଲି ଗଛରେ ଫୁଟୁଛି, କ'ଣ ସେ କାମ କରୁଥିବ? ଆରେ ଭାଇ, ଫୁଲ ବହୁତ ବଡ଼ କାମ କରିଥାଏ। ଫୁଲ କ'ଣ କରେ? ଗଛକୁ ସୁନ୍ଦର କରି ରଖିଥାଏ। ଖାଲି ଗଛକୁ ସୁନ୍ଦର କରି ରଖେ ସେୟା ନୁହଁ, ଫଳ ଧରିବାରେ ବି ସାହାଯ୍ୟ କରେ। ତୁମମାନେ ଦେଖିଥିବ, ଆମ୍ବରେ ପ୍ରଥମେ ବଉଳ ଧରେ, ତାପରେ ଆମ୍ବ ଫଳିଥାଏ। ସେମିତି ଜାମ, ପଣସ, ଏଥିରେ ସମସ୍ତେ ପ୍ରଥମେ ଫୁଲ ଧରିଥାଏ, ତାପରେ ସେଥିରେ ଫଳ ଧରେ। ତାପରେ ଆମ ସମସ୍ତଙ୍କର ମୁଣ୍ଡରେ ଗୋଟେ ଡାଉଟ୍ ଆସିଲା, ଫଳର କାମ କ'ଣ? ସେସବୁ ତ ଆମେ ଖାଉଛେ, ହେଲେ ଗଛକୁ କ'ଣ ସାହାଯ୍ୟ କରୁଛି? ଫଳ ବହୁତ ସାହାଯ୍ୟ କରିଥାଏ। ଫଳ ଭିତରେ ମଞ୍ଜି ଥାଏ। ଗୋଟେ ଫଳ ଭିତରେ ଥିବା ମଞ୍ଜିକୁ ଯଦି ପାଚି ଯାଇଥିବ ମଞ୍ଜି ଆଉ ଶୁଖେଇଦବା, ତାକୁ ପୁଣି ପକାଇଦବା, ସେଥିରେ ନୂଆ ଗଛ ହେବ। ତ ଫଳର କାମ ହଉଛି ନୂତନ ଗଛ ହେବାରେ ସାହାଯ୍ୟ କରେ, ଅର୍ଥାତ୍ ବଂଶ ବୃଦ୍ଧିରେ ସାହାଯ୍ୟ କରିଥାଏ। ସାଙ୍ଗମାନେ, ତୁମେମାନେ ତ ଦେଖିଲ ଉଦ୍ଭିଦର ବିଭିନ୍ନ ଅଂଶ ଓ ଏହାର କାର୍ଯ୍ୟ। ଉଦ୍ଭିଦର ବିଭିନ୍ନ ଅଂଶ ଆଉ ଏହାର କାର୍ଯ୍ୟ ପୁଣି ଥରେ ଆମେ କହିବା। ଚେରର କାମ ହଉଛି ମାଟିରୁ ପାଣି ଓ ଖଣିଜ ଲବଣ ଟାଣିବା, ମାଟିକୁ ଜାବୁଡ଼ି ଧରିବା। କାଣ୍ଡର କାମ ହଉଛି ଜଳ ନେଇ ପତ୍ର ପାଖରେ ଛାଡ଼ିବା। ଖାଦ୍ୟ ଉଦ୍ଭିଦର ବିଭିନ୍ନ ଅଂଶରେ ପହଞ୍ଚାଇବା। ଫଳର କାମ ନୂଆ ଗଛ ତିଆରି କରିବାରେ ସାହାଯ୍ୟ କରିବା। ପତ୍ରର କାମ ଖାଦ୍ୟ ରାନ୍ଧିବା, ଶ୍ୱାସକ୍ରିୟା କରିବା। ଫୁଲର କାମ ଗଛକୁ ସୁନ୍ଦର କରିବା, ଫଳ ଧରିବାରେ ସାହାଯ୍ୟ କରିବା। ତୁମେମାନେ ତ ଜାଣିଲ ଗଛର ବିଭିନ୍ନ ଅଂଶର କାର୍ଯ୍ୟ। ମନେ ରଖ, ଆଉ ପୁଣି ଥରେ ଏକ ନୂଆ ଏପିସୋଡ୍ ସହିତ ଆମେ ଆସିବା। ଧନ୍ୟବାଦ, ଏଇଠି ରହୁଛୁ।